ଓଡ଼ିଆ ଗ୍ରାମାର ଗୋଟେ ଏମିତି ସବଜେକ୍ଟ ଯୋଉଠାରେ ଆପଣ ଅଧିକରୁ ଅଧିକ ସ୍କୋର ଆଣିପାରିବେ। ଠିକ ଅଛି। ଆର୍ଆଇ ଏଆର୍ଆଇ ଅମିନ ଏକ୍ଜାମରେ 15ଟି କ୍ୱେଶ୍ଚିନ୍ ଏଥର ଆସିବ, ଯୋଉଠାରୁ ଆପଣ ମିନିମମ୍ 15ରୁ 14 ନିହାତି ସ୍କୋର କରିପାରିବେ। ଠିକ ଅଛି। ଡେପ୍ ଆନାଲିସିସ୍ ହିସାବରେ କେମିତି କ୍ୱେଶ୍ଚିନ୍ ଆସିଛି ମୁଁ ତମକୁ କହୁଛି ଦେଖନ୍ତୁ। 30ରୁ 40% କ୍ୱେଶ୍ଚିନ୍ ଗୁଡାକ ଆପଣଙ୍କର ପ୍ରତିଶବ୍ଦ, ବିପରୀତ ଶବ୍ଦ, ସମାସ, ସନ୍ଧି ଏଠାରୁ ଆସୁଛି। ଆଉ 20ରୁ 30% କ୍ୱେଶ୍ଚିନ୍ ଗୁଡାକ ବ୍ୟାସ, ବିଶେଷ୍ୟ, କ୍ରିୟା, ବିଶେଷଣ, ସମାସ ଏମିତି ଆସୁଛି। ଠିକ ଅଛି। ଆଉ 15ରୁ 20% ଯାଏଁ ଆପଣଙ୍କର ରୂଢି, ଲୋକବାଣୀ, ଠିକ ଅଛି, ବ୍ୟାକରଣ, ପ୍ରକାର ଭେଦ, ଅଶୁଦ୍ଧି ସଂଶୋଧନ ଏମିତି ଆସୁଛି। ଠିକ ଅଛି। ଆଉ 10ରୁ 20% ମିନିମମ୍ କାରକ, ବିଭକ୍ତି ଏଇ କ୍ୱେଶ୍ଚିନ୍ ଗୁଡା ଆସୁଛି। ତ ଆପଣ ଯୋଉଟା 30ରୁ 40% କ୍ୱେଶ୍ଚିନ୍ ଗୁଡା ଆସୁଛି, ଯେମିତି ଦେଖନ୍ତୁ ବିପରୀତ ଶବ୍ଦ, ଠିକ ଅଛି, ସମାସ, ସନ୍ଧି, ଲୋକବାଣୀ, ବିଶେଷ୍ୟ, ବିଶେଷଣ ଏଇ କ୍ୱେଶ୍ଚିନ୍ ଗୁଡା ଆପଣ ଇମ୍ପୋର୍ଟାଣ୍ଟ ରଖନ୍ତୁ। ଏ କ୍ୱେଶ୍ଚିନ୍ ରୁ ଆପଣ ଅଧିକ ସ୍କୋର କରିପାରିବେ। ଠିକ ଅଛି। ଆର୍ଆଇ ଏକ୍ଜାମ ରେ 15ଟି କ୍ୱେଶ୍ଚିନ୍ ଆସିବ। 15ରୁ ଆପଣ ନିହାତି ଆଣିପାରିବେ। ଠିକ ଅଛି। ଚାଲନ୍ତୁ ସେମିତି କ୍ୱେଶ୍ଚିନ୍ ଗୁଡା ପ୍ରଥମେ ଡିସ୍କସ କରିବା। ଦେଖନ୍ତୁ ପ୍ରଥମ କ୍ୱେଶ୍ଚିନ୍ ରହିଲା ଅନୁରାଗ। ଅନୁରାଗର ବିପରୀତ ଶବ୍ଦ କଣ? ବିରାଗ, ଅନୁରୁକ୍ତ, ସୁରାଗ, ପରାଗ। ରାଇଟ୍ ଆନ୍ସର ହେଇଯିବ ଫ୍ରେଣ୍ଡସ୍ ବିରାଗ। ଠିକ ଅଛି, ମନେ ରଖିବେ। ଅନୁରାଗର ବିପରୀତ ଶବ୍ଦ ହଉଛି ବିରାଗ। ନେକ୍ସଟ ଦେଖିବା, ଦଶାନନ କେଉଁ ସମାସର ନିଷ୍ପଦ ପଦ? ଦ୍ୱନ୍ଦ, ଦ୍ୱିଗୁ, କର୍ମଧାରୟ ସମାସ ନା ବହୁବ୍ରୀହି ସମାସ? ରାଇଟ୍ ଆନ୍ସର ଯିବ ଫ୍ରେଣ୍ଡସ୍ ବହୁବ୍ରୀହି ସମାସ। ଯେଉଁଠାରେ ସଂଖ୍ୟାବାଚକ ରହୁଛି ଫ୍ରେଣ୍ଡସ୍, ସେ ମନେ ରଖିବେ ଏଟା ହଉଛି ବହୁବ୍ରୀହି ସମାସ। ଠିକ ଅଛି। ନେକ୍ସଟ ଦେଖିବା କ୍ୱେଶ୍ଚିନ୍ ନମ୍ବର 3, ଅକଲଗୁଡିମ ରୂଢିର ଅର୍ଥ କଣ? ବୁଦ୍ଧି ବାଟବଣା ହେବା, ମୂର୍ଖ, କଠିନ ପରିଶ୍ରମ ନା ଅହଙ୍କାରୀ? ଅକଲଗୁଡୁମ ରୂଢିର ଅର୍ଥ ହେଇଯିବ ଫ୍ରେଣ୍ଡ ବୁଦ୍ଧି ବାଟବଣା ହେବା। ଠିକ ଅଛି, ରଖିବେ। ନେକ୍ସଟ ଦେଖିବା, ପୃଥିବୀର ପ୍ରତିଶବ୍ଦ କେଉଁଟି ନୁହେଁ? ଦେଖନ୍ତୁ ପୃଥିବୀର ପ୍ରତିଶବ୍ଦ ଏମାନଙ୍କର କେଉଁଟି? ବସୁଧା, ଏଇଟା ଗୋଟେ ପ୍ରତିଶବ୍ଦ। ଧରିତ୍ରୀ, ଠିକ ଅଛି। ଅବନୀ, ଠିକ ଅଛି। ଅମ୍ବର, ହଁ ଅମ୍ବର ଗୋଟିଏ ପୃଥିବୀର ପ୍ରତିଶବ୍ଦ ନୁହେଁ। ଠିକ ଅଛି ଫ୍ରେଣ୍ଡ, ରାଇଟ୍ ଆନ୍ସର ହେଇଯିବ ଅପସନ ନମ୍ବର ଡି। ନେକ୍ସଟ ଦେଖିବା, ନିରୋଗର ସଠିକ ସନ୍ଧି ବିଚ୍ଛେଦ କେଉଁଠି? ନିରୋଗ, ନିର ହଳନ ଦେଖନ୍ତୁ, ନିରୋଗ, ନିଯୋଗ ରୋଗ, ନିରଯୋଗ ଓଗ, ନିରୋଯୋଗ ଅଗ। ରାଇଟ୍ ଆନ୍ସର ହେଇଯିବ ଫ୍ରେଣ୍ଡସ୍ ଆପଣଙ୍କର ନମ୍ବର ଏ, ନିରୋଗ, ନି ହଳନ ଯୋଗ ରୋଗ। ଠିକ ଅଛି, ରଖିବେ। ଦେଖିବା, ବିଭକ୍ତ ମଧ୍ୟରୁ କେଉଁଟି ଶୁଦ୍ଧ ଶବ୍ଦ? ଏମିତି ଅଶୁଦ୍ଧି ସଂଶୋଧନ କ୍ୱେଶ୍ଚିନ୍ ଗୁଡାକ ଆପଣଙ୍କର ରହିବ। ଦେଖନ୍ତୁ ଆଶୀର୍ବାଦ, ଠିକ ଅଛି। ରାଇଟ୍ ଆନ୍ସର ହେଇଯିବ ଫ୍ରେଣ୍ଡସ୍ ଆପଣଙ୍କର ଏଇଟା ଆଶୀର୍ବାଦ। ଠିକ ଅଛି, ଏଇଟା ହେଇଯିବ ବାଦ। ଠିକ ଅଛି, କ୍ୱେଶ୍ଚିନ୍ ଗୁଡାକ ରହିବ। ଦେଖନ୍ତୁ ଦେଖିବା, ଯେଉଁ ବାକ୍ୟରେ ଗୋଟେ ମାତ୍ର ସମାପିକା କ୍ରିୟା ଥାଏ ତାହାକୁ କି ବାକ୍ୟ କୁହାଯାଏ ଫ୍ରେଣ୍ଡସ୍? ତାହାକୁ କୁହାଯାଏ ସରଳ ବାକ୍ୟ। ମନେ ରଖିବେ ଫ୍ରେଣ୍ଡସ୍, ଯେଉଁ ବାକ୍ୟରେ ଗୋଟେ ମାତ୍ର ସମାପିକା କ୍ରିୟା ଥାଏ ତାହାକୁ ସରଳ ବାକ୍ୟ କହନ୍ତି। ଠିକ ଅଛି। ନମ୍ବର 8 ଦେଖନ୍ତୁ, ପଠନ ଶବ୍ଦର ପ୍ରକୃତି ଓ ପ୍ରତ୍ୟୟ ନିର୍ଣ୍ଣୟ କର। ପଠନ ପ୍ରକୃତି ଓ ପ୍ରତ୍ୟୟ ଦେଖନ୍ତୁ, ପଠ ଯୋଗ ଅନ, ଠ ଯୋଗ ଅନ, ଠ ଯୋଗ ଅନ, ଯୋଗ ଅନ। ରାଇଟ୍ ଆନ୍ସର ଯିବ ଫ୍ରେଣ୍ଡସ୍ ଆପଣଙ୍କର ପଠନର ଆଠ ଯୋଗ ଅନ। ଠିକ ଅଛି, ମନେ ରଖିବେ ଆଠ ଯୋଗ ଅନ ହଉଛି ପଠନ। ଠିକ ଅଛି। ନେକ୍ସଟ ଦେଖିବା, ସୁନ୍ଦରତା କେଉଁ ପ୍ରକାରର ବିଶେଷ୍ୟ? ସୁନ୍ଦରତା ଦେଖନ୍ତୁ, ସୁନ୍ଦରତା ଗୋଟେ ବ୍ୟକ୍ତିବାଚକ ନୁହେଁ। ଜାତିବାଚକ କି ନୁହେଁ। ବସ୍ତୁବାଚକ ନୁହେଁ। ହଉଛି ଗୁଣବାଚକ ସୁନ୍ଦର। ଠିକ ଅଛି, ଏଟା ସବୁ ସୁନ୍ଦର କଣ କହନ୍ତି ଫ୍ରେଣ୍ଡ? ଗୁଣବାଚକ ବିଶେଷ୍ୟ। ଦେଖିବା ନେକ୍ସଟ କ୍ୱେଶ୍ଚିନ୍, ଗରିବ ଲୋକଟିକୁ ସାହାଯ୍ୟ କର। ଏଠାରେ ଗରିବ କେଉଁ ପ୍ରକାର ପଦ? ଗରିବ, ଗରିବ ହଉଛି କେଉଁ ପ୍ରକାରର ପଦ ବୋଲି କୁହାଯାଏ? ଦେଖନ୍ତୁ ସର୍ବନାମ କି ନୁହେଁ। ବିଶେଷଣ କି? ହଁ ଫ୍ରେଣ୍ଡସ୍, ଏଟା ହଉଛି ବିଶେଷଣ। ଠିକ ଅଛି, ଗରିବ ଗୋଟେ ବିଶେଷଣ, ମନେ ରଖିବେ। ନେକ୍ସଟ କ୍ୱେଶ୍ଚିନ୍ ଦେଖିବା ଫ୍ରେଣ୍ଡ, ଦାଶରଥୀ ଶବ୍ଦଟି କିପରି ଗଠିତ ହୋଇଛି? ଅପସନ ଦେଖନ୍ତୁ, ଦଶରଥ ଯୋଗ ଇ ହର୍ଷ ଇ, ଦଶରଥ ଯୋଗ ଦୀର୍ଘ ଇ, ଦଶରଥ ଯୋଗ ଅ ନା ଦଶରଥ ଯୋଗ ଇ ହର୍ଷ ଇ। ଠିକ ଅଛି, ଏଠି ଅପସନ ରାଇଟ୍ ଆନ୍ସର ହେଇଯିବ ଫ୍ରେଣ୍ଡସ୍ ଆପଣଙ୍କର ଦଶରଥ ଯୋଗ ହର୍ଷ ଇ ହେଉଛି ଦାଶରଥୀ। ଠିକ ଅଛି, ପ୍ରକାର ଗଠିତ ହୋଇଛି। ନେକ୍ସଟ କ୍ୱେଶ୍ଚିନ୍ ଦେଖିବା,
ଆପଣା ଶୁଣା ତ ଭେଣ୍ଡି ଲୋକବାଣୀର ଅର୍ଥ କ'ଣ? ଆପଣା ଶୁଣା ତ ଭେଣ୍ଡି ଲୋକବାଣୀର ଅର୍ଥ ହେଇଯାଉଛି ଆପଣଙ୍କର ନିଜ ଲୋକ ତ ଅଯୋଗ୍ୟ ହେବା, এটা হচ্ছে তার অর্ଥ। ঠিক ଅଛି, রাইট आंसर ହେଇଯିବ फ्रेंड्स অপସନ ନମ୍ବର ଏ, ନିଜ ଲୋକ ଯୋଗ୍ୟ ହେବା। ନେକ୍ସଟ ଦେଖିବା, ରାମ ଓ ହରି ଖେଳୁଛନ୍ତି। ରାମ ଓ ହରି ଖେଳୁଛନ୍ତି। ଏଠାରେ ଓ ହେଉଛି କେଉଁ ପ୍ରକାର ଅବ୍ୟୟ? ଅପସନ ଦେଖନ୍ତୁ, ସଂଯୋଜକ, ବିୟୋଜକ, ଭାବବାଚକ, ସମ୍ଭାବନା ସୂଚକ। ରାଇଟ୍ ଆନ୍ସର ହେଇଯିବ ଫ୍ରେଣ୍ଡସ୍ ଆପଣଙ୍କର ସଂଯୋଜକ। ଠିକ ଅଛି, ରାମ ଓ ହରି ଖେଳୁଛନ୍ତି, ଏଠାରେ ଓ ହେଉଛି ସଂଯୋଜକ ଅବ୍ୟୟ। ରଖିବେ। ନେକ୍ସଟ କ୍ୱେଶ୍ଚିନ୍ ଦେଖିବା, ସେ ଖାଉଥିଲା, ଏ କାଳର କ୍ରିୟା କ'ଣ? ଏହା କେଉଁ କାଳର କ୍ରିୟା? ସେ ଖାଉଥିଲା ମାନେ ଏଇଟା କ'ଣ ହେଇଯିବ ଫ୍ରେଣ୍ଡସ୍ ଆପଣଙ୍କର ଅତୀତ ହେଇଯିବ। ଠିକ ଅଛି, ସେ ଖାଉଥିଲା, ବର୍ତ୍ତମାନ ତ ହେବ ନାହିଁ, ଭବିଷ୍ୟତ ହେବ ନାହିଁ, ନୁହେଁ ନ ହେଇଯିବ, ରାଇଟ୍ ଆନ୍ସର ହେଇଯିବ ଅତୀତ। ଠିକ ଅଛି, ଖାଉଥିଲା ଗୋଟେ ଅତୀତ କ୍ରିୟା। ନେକ୍ସଟ କ୍ୱେଶ୍ଚିନ୍ ଦେଖିବା, ଅଗ୍ନିର ସମାର୍ଥକ ଶବ୍ଦ ବାଛ। ଅଗ୍ନି, ଅଗ୍ନିର ସମାର୍ଥକ ଶବ୍ଦ ବା ପ୍ରତିଶବ୍ଦ। ରାଇଟ୍ ଆନ୍ସର ହେଇଯିବ ଫ୍ରେଣ୍ଡସ୍ ଆପଣଙ୍କର ପାବକ। ମନେ ରଖିବେ, ପାବକ ହଉଛି ଅଗ୍ନି। ଠିକ ଅଛି, ସମୀର ନୁହଁ, ଏଟା ବି ନୁହଁ। ଠିକ ଅଛି, ରାଇଟ୍ ଆନ୍ସର ହେଇଯିବ ଫ୍ରେଣ୍ଡସ୍ ଆପଣଙ୍କର ପାବକ। ନେକ୍ସଟ ଦେଖିବା, ଗଛରୁ ପତ୍ର ପଡ଼ିଲା, ଏଇଠାରେ ଗଛରୁ କେଉଁ କାରକ? ଗଛରୁ ପତ୍ର ପଡ଼ିଲା, ଗଛରୁ ପତ୍ର କର୍ତ୍ତା ନା ଅପାଦାନ ନା କର୍ମ ନା ସମ୍ପ୍ରଦାନ? ରାଇଟ୍ ଆନ୍ସର ହେଇଯିବ ଫ୍ରେଣ୍ଡସ୍ ଆପଣଙ୍କର ଅପାଦାନ। ଠିକ ଅଛି, ମନେ ରଖିବେ, ଗଛରୁ କହିଛି। ଠିକ ଅଛି, ରାଇଟ୍ ଆନ୍ସର ହେଇଯିବ ଅପାଦାନ, ଅପାଦାନ କାରକ। ନେକ୍ସଟ ଦେଖିବା, ପିଲାଟି କଲମରେ ଲେଖୁଛି, ଏଠାରେ କଲମରେ କେଉଁ ବିଭକ୍ତି? ଆପଣ କ'ଣ ହେଇଯିବ ଫ୍ରେଣ୍ଡସ୍, ପିଲାଟି କଲମରେ ଲେଖୁଛି, କଲମ ହେଇଯିବ ଆପଣଙ୍କର ତୃତୀୟ ବିଭକ୍ତି। ଠିକ ଅଛି, ମନେ ରଖିବେ, ତୃତୀୟ ବିଭକ୍ତି ହେଉଛି ଆପଣଙ୍କର କଲମରେ ଲେଖୁଛି ହେଇଯିବ। ଠିକ ଅଛି, ଦେଖିବା, ଆବାହନର ବିପରୀତ ଶବ୍ଦ କ'ଣ? ଆବାହନର ବିପରୀତ ଶବ୍ଦ ହେଉଛି ବିସର୍ଜନ। ଠିକ ଅଛି, ଏଇଟା ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ ରେ ବି ଆସିଥିଲା। ଠିକ ଅଛି, ଏମିତି କ୍ୱେଶ୍ଚିନ୍ ଭାବେ ରହିଛି ଏଇଟା। ନେକ୍ସଟ ଦେଖନ୍ତୁ, ବୀଣା ପାଣି ସମାସର ନିଷ୍ପନ୍ନ ଶବ୍ଦ, ନିଷ୍ପନ୍ନ ପଦ କ'ଣ? କର୍ମଧାରୟ, ତତ୍ପୁରୁଷ, ବହୁବ୍ରୀହି ନା ଅବ୍ୟୟଭାବ? ରାଇଟ୍ ଆନ୍ସର ହେଇଯିବ ଆପଣଙ୍କର ବହୁବ୍ରୀହି ସମାସ। ଠିକ ଅଛି, ମନେ ରଖିବେ। ନେକ୍ସଟ ଦେଖିବା, ଓଡ଼ିଆ ଭାଷାରେ କେତୋଟି ସ୍ୱର ବର୍ଣ୍ଣ ଅଛି? ରାଇଟ୍ ଆନ୍ସର ହେଇଯିବ ଆପଣଙ୍କର, ରାଇଟ୍ ଆନ୍ସର ହେଇଯିବ 11ଟି। ଠିକ ଅଛି, ନେକ୍ସଟ କ୍ୱେଶ୍ଚିନ୍ ଦେଖିବା ଫ୍ରେଣ୍ଡ, ଦେଖନ୍ତୁ ଆପଣଙ୍କର ସେମିତି କ୍ୱେଶ୍ଚିନ୍ ଗୁଡାକ ଆସୁଛି। ଦେଖନ୍ତୁ, ଅକଲ ଗୁଡୁମିର ରୂଢ଼ି ଅର୍ଥ କ'ଣ? ଅକଲ ଗୁଡୁମିର ରୂଢ଼ିର ଅର୍ଥ ହେଇଯିବ ଫ୍ରେଣ୍ଡ ଆପଣଙ୍କର ବୁଦ୍ଧି ହଜିଯିବା। ଠିକ ଅଛି, ଏହା କ୍ୱେଶ୍ଚିନ୍ ଡିସ୍କସ୍ କରିଥିଲେ। ନେକ୍ସଟ ଦେଖିବା, ଆକାଶ କଇଁଆ, ଚିଲିକା ମାଛ, ଏ ରୂଢ଼ିର କେଉଁ ଅର୍ଥରେ ବ୍ୟବହାର କରାଯାଏ? ବହୁତ ସହଜ କାମ, ଅସମ୍ଭବ କଥା, ମୂଲ୍ୟବାନ ଜିନିଷ ନା ସୁନ୍ଦର ଦୃଶ୍ୟ? ରାଇଟ୍ ଆନ୍ସର ହେଇଯିବ ଫ୍ରେଣ୍ଡସ୍ ଆପଣଙ୍କର ଅସମ୍ଭବ କଥା, ଅପସନ ନମ୍ବର ବି। ଠିକ ଅଛି, ରୂଢ଼ି, ଲୋକବାଣୀ ଏଗୁଡାକ ଆପଣ ଏକ୍ଜାମରେ ଆଗରୁ ଦେଖି ଦେଇଥିବେ, କ୍ୱେଶ୍ଚିନ୍ ଗୁଡାକ ବହୁତ ଆସୁଛି ବାରମ୍ବାର। ଠିକ ଅଛି, ନେକ୍ସଟ ଦେଖିବା, କପାଳ ଫାଟିବା ରୂଢ଼ିର ଅର୍ଥ ଏମାନଙ୍କ ମଧ୍ୟରୁ କେଉଁଟି? କପାଳ ଫାଟିବା। ଠିକ ଅଛି, ରୂଢ଼ିର ଅର୍ଥ ହେଇଯିବ ଆପଣଙ୍କର ସର୍ବନାଶ ହେବା। ଠିକ ଅଛି, କପାଳ ଫାଟିବା ହେଉଛି ସର୍ବନାଶ ହେବା, ମନେ ରଖିବେ। ନେକ୍ସଟ ଦେଖିବା, ଅତି ପରିଚୟ ଗୌରବ ନଷ୍ଟ, ଲୋକବାଣୀର ତାତ୍ପର୍ଯ୍ୟ କ'ଣ? ଅର୍ଥ ହେଇଯିବ ଆପଣଙ୍କର ଅଧିକ ମିଳାମିଶା କଲେ ସମ୍ମାନ କମିଯାଏ, ମନେ ରଖିବେ। ନେକ୍ସଟ ଦେଖିବା, ତୁଳସୀ ଦୁଇ ପତ୍ରରୁ ବାସେ, ଏହି ଲୋକବାଣୀର କେଉଁ ସ୍ଥିତିରେ ବ୍ୟବହାର କରାଯାଏ? ତୁଳସୀ ଦୁଇ ପତ୍ରରୁ ବାସେ। ତ ଦେଖନ୍ତୁ ଫ୍ରେଣ୍ଡସ୍, ପ୍ରାଥମିକ ସ୍ତରରୁ ପିଲାଦିନ ଗୁଣ ଜଣା ପଡିବା, ତୁଳସୀ ଗଛର ଉପକାରିତା, ଶେଷ ସମୟ ନିଜ ପରିଚୟ ଦେବା, କାମ ନ କରି କେବଳ କଥା କହିବା, ସବୁ ନୁହଁ ଫ୍ରେଣ୍ଡସ୍। ରାଇଟ୍ ଆନ୍ସର ଯିବା ଆପଣଙ୍କର ପ୍ରାଥମିକ ସ୍ତରରୁ ପିଲାଦିନ ଗୁଣ ଜଣା ପଡିବା। ଠିକ ଅଛି, ନେକ୍ସଟ ଦେଖିବା, ଯେମିତି ଦେବାଦେବୀ ସେମିତି ପୂଜା, ଲୋକବାଣୀର ପ୍ରକୃତ ଅର୍ଥ କ'ଣ? ରାଇଟ୍ ଆନ୍ସର ଆପଣଙ୍କର ଯୋଗ୍ୟତା ବା ପାହ୍ୟା ଅନୁଯାୟୀ ସମ୍ମାନ ପ୍ରଦର୍ଶନ। ଠିକ ଅଛି, ଯେମିତି ଦେବାଦେବୀ ସେମିତି ପୂଜା। ନେକ୍ସଟ ଦେଖିବା, ଶବ୍ଦ ଗୁଡ଼ିକ ମଧ୍ୟରୁ କେଉଁଟିକ ତତ୍ସମ ଶବ୍ଦ ଅଟେ? ତତ୍ସମ ଶବ୍ଦ ଏମାନଙ୍କ ମଧ୍ୟରୁ କେଉଁଟି? ରାଇଟ୍ ଆନ୍ସର ଯିବା ଆପଣଙ୍କର ନଦୀ। ଠିକ ଅଛି, ନେକ୍ସଟ ଦେଖିବା, ଗ୍ରାମ ଶବ୍ଦଟିର ସଠିକ ତଦ୍ଭବ ରୂପ ନିମ୍ନରୁ କେଉଁଟି ହେବ? ତଦ୍ଭବ ରୂପ କହିଛି ଫ୍ରେଣ୍ଡସ୍ ଆପଣଙ୍କର ସମ ତତ୍ସବଦ, ଏଇ ଶବ୍ଦ ଗୁଡାକ ଆପଣଙ୍କର ଏକ୍ଜାମରେ ଆସୁଛି। ରାଇଟ୍ ଆନ୍ସର ଯିବ ଆପଣଙ୍କର ଗାଁ।
ठीक अच्छे। ग्राम तद्भव रूप हो आपंकर गाँ। ठीक अच्छे। नेक्स्ट देखा निम्न प्रदत्त शब्द गुड़िक मध्य केउटी तद्भव शब्द चिन्हट कर। देखु सूर्य नुह चंद्र नुह यहाँ हो आन। ठीक अच्छे। यह तद्भव रूप। ठीक अच्छे। देखा अनुराग शब्द विरोध शब्द आप टी आगे करूँ आम विराग। ठीक अच्छे। नेक्स्ट देखा स्वाधीन शब्द विरोध शब्द बाछ। स्वाधीन हो आपंकर स्वाधीन ऑप्शन नंबर बी। नेक्स्ट देखा आदानीर आदानर विपरीत शब्द कौन। आदानर प्रदान ऑप्शन नंबर डी। ठीक अच्छे। निम्नलिखित मध्य केउटी सूर्यर एक प्रतिशब्द। सूर्यर प्रतिशब्द केउठी रवि सूर्य भास्कर ये सब कौन हो फ्रेंड्स आपंकर सूर्यर प्रतिशब्द। ठीक अच्छे। राइट आंसर हो आपंकर ऑप्शन नंबर सी। नेक्स्ट देखा पवनर समाप्तबोधक शब्द चिन्हट कर। पवनर टी आगे करते फिर आम समीर। ठीक अच्छे। पवनर प्रतिशब्द हूँ समीर। नेक्स्ट देखा क्यों शब्दटी आखिर प्रतिशब्द अटे। आखि नयन। राइट आंसर ऑप्शन नंबर बी। नेक्स्ट देखा आपंकर ट्रांसलेशन क्वेश्चन ये क्वेश्चन गुड़ा आप एग्जाम भी आसूसी जोटा गला थर आपंकर एक्साइज कांस्टेबल भी आसाला। ठीक अच्छे। आप एग्जाम भी आसीपे। ठीक अच्छे। एमती आप ट्रांसलेशन क्वेश्चन मिनिमम 1 ରୁ 2 मार्क आसूसी। ठीक अच्छे। एमती क्वेश्चन अच्छी देखु मु आसंता काली कटक जीवी। आसंता काली कटक जीवी। ऑप्शन देखो आई वेंट टू कटक यस्टरडे। आई एम गोइंग टू कटक नाउ हेबनी एटा। आई विल गो टू कटक टुमोरो। ठीक अच्छे। राइट आंसर जो आपंकर ऑप्शन नंबर सी। आई विल गो टू कटक टुमोरो मु आसंता काली कटक जीवी। ठीक अच्छे। नेक्स्ट देखा फ्रेंड्स निम्नलिखित इंग्राजी वाक्य सठिक अनुवाद कौन है। देखो आगे ट्रांसलेशन रही सन राइज इन द ईस्ट। सूर्य पूर्व दिगरे उदय हूँ। राइट आंसर ये कौन अच्छे फ्रेंड्स आपंकर ऑप्शन नंबर बी। ठीक अच्छे। सूर्य पूर्व दिगरे उदय हूँ। नेक्स्ट देखा ट्रांसलेट सेंटेंस टू इंग्लिश से बही पढ़ू अच्छी। He reads a book ना हेबनी। He has read a book. He is reading a book. ठीक अच्छे। से बही पढ़ू अच्छी। राइट आंसर जो आपंकर He is reading a book. नेक्स्ट देखा ये गोटे अनुच्छेद क्वेश्चन फ्रेंड्स आप देख प्रथम आप कौन करवा प्रथम थे अनुच्छेद पढ़ी ना। ठीक अच्छे। जंगल हूँ आमर प्राकृतिक संपद। जंगल आम मूल्यवान काठ औषधीय वृक्ष एवं वन्यजंतु मानक बासस्थान पाई था। प्रश्न अनुच्छेद अनुଯାयी जंगल आमर कि प्रकार संपद। जंगल आमर कि प्रकार संपद ये लिखाई प्राकृतिक संपद। ठीक अच्छे। ऑप्शन नंबर डी। ठीक अच्छे। नेक्स्ट देखा पूर्व प्रश्नर अनुच्छेद अनुଯାयी जंगल मुख्यतः कहार बासस्थान अटे। जंगल कहार बासस्थान फ्रेंड्स ये लिखाई जंगल हूँ वन्यजंतु मानकर बासस्थान। आपन राइट आंसर हो ऑप्शन नंबर सी वन्यजंतु। ठीक अच्छे। नेक्स्ट देखा तो यहाँ हूँ लास्ट क्वेश्चन थिला फ्रेंड्स। ठीक अच्छे। एमती क्वेश्चन गुड़ा आप एग्जाम आसूसी आप रूढ़ी लोकवाणी ट्रांसलेशन शुद्धि अशुद्धि संशोधन युवाक निहाती देखिए जाइए आपंकर स्कोर आप भल आसब। आप डेप्थ एनालिसिस हिसाब से आपंकर मिनिमम क्वेश्चन गुड़ाक 15 मार्क रू आप निहाती टार्गेट रखु 14 मार्क रखापी। ठीक अच्छे। ताहले आपको भल स्कोर मिल। ठीक अच्छे। तो यहाँ थिला फुल डेप्थ एनालिसिस फ्रेंड्स। यदि वीडियो भल लगे निहाती लाइक करेंगे सब्सक्राइब करेंगे।